ଶୁଣିବିନି। ଦୋହରଟା ମୋର କେବଳ ଦଣ୍ଡ ଜନ୍ମ ଆମକୁ ଶୁଣେଇବି। ଦଣ୍ଡ ଜନ୍ମ ବେଶୀ ନାହିଁ, 4-5 ପଦରେ ସମାପନ କରିବେ। ଦଣ୍ଡ ଜନ୍ମ
ଆମର ବୀଣାକାର ମହୋଦୟ ଆସିଲେ ଦୌଡ଼ାର ଶେଷ ଭାଗଟା ଦେଇଦେବ ନା ନାଇଁ। ବୀଣା ଜନ୍ମ ଯାଇଛି, ଦଣ୍ଡ ଜନ୍ମ ଯାଇଛି, ଦଣ୍ଡ ଭସ୍ମ ଆମକୁ ଟିକେ ଶୁଣେଇବ। ଆଜ୍ଞା ପରେ ଦଣ୍ଡ ଭସ୍ମ। ଆଜ୍ଞା ଦଣ୍ଡ ତ ବିଭିନ୍ନ ପ୍ରକାର ବହୁତ ଦେଇଛି। ଆମର ଗୋଟେ ଲେଖା ଅଛି ମୁଣ୍ଡ ଛିଡ଼ିଲେ ଦଣ୍ଡ ହବ, ମୁଣ୍ଡ ଛିଡ଼ିଲେ ଦଣ୍ଡ ହବ। ଆଉ ଆପଣଙ୍କର କୋଉଟା ନଜର ଥାଏ ଦଣ୍ଡ ଭସ୍ମ କହିପାରୁନି, ବୀଣା ଭସ୍ମ, ଦଣ୍ଡ ଭସ୍ମ, କ୍ଷେତ୍ରବାସୀଙ୍କର ଲେଖାର କ୍ଷେତ୍ରବାସୀଙ୍କର ବଢିଆ ଲେଖା ପଢିଛି। ସୁନ୍ଦର ଭାବରେ ଦଣ୍ଡର ଭସ୍ମ କଥା ତୁମକୁ ଗାଇକି ଶୁଣେଇଲ। କୋକିଳ କଣ୍ଠ ତ ଭଗବାନ ତମକୁ ଦେଇଛନ୍ତି ଆଉ ବୁଝେଇବାକୁ ପଡୁନି। ଯଦି ବଣାଟଣା କରିଦିଅନ୍ତ କୁହନ୍ତି ଯେ ନାଇଁ କଥାରେ କୁହବନି, ଉଭୟ କେହି କାହାକୁ କମ ନୁହେଁ। ମୁଁ ଏଇଠି ମଧ୍ୟ କହିବି ପାଲା ବାଲା କି ପାରାୟଣ ବାଲା ଠୁ ତୁମେ କମ ନୁହଁ। କିନ୍ତୁ ସେ ହଉଛନ୍ତି ଆଜ୍ଞା ଚାନ୍ଦୁଆ ତଳ ଲୋକ, ଆମେ ଛାମୁଣ୍ଡିଆ ମୁଁ ସାର୍ କହିବା କଥା ନା ଆପଣ ହସିଲେ ନାହିଁ। ସେ ଆଜ୍ଞା
କ୍ଷୀରି ପୁରୀ ଖାଇଲା ବେଳକୁ ଆଉ ଖାଇବା ତ ନରକ। ଚାନ୍ଦୁଆ କେତେ ଅକ୍ଷର? ମୁଁ କହି ଆଜ୍ଞା ଛାମୁଣ୍ଡିଆ କେତେ ଅକ୍ଷର? 4। କିଏ ବଡ? ଆମେ ଯୋଉ ସାଧା ଡାଲମା ଖାଉଛେ ନିରୋଗୀ ଜିନିଷ, ସେମାନେ ଯୋଉ କ୍ଷୀରି ପୁରୀ ବିଭିନ୍ନ ପ୍ରକାର ଖାଉଛନ୍ତି କଣ ଅଳ୍ପ ଦିନେ ବେଶୀ ରୋଗୀ ହଉଛନ୍ତି। ଆମ ଦଣ୍ଡା କଳାକାର ମାନେ ରୁଗୁଣା ନୁହନ୍ତି, ସେମାନେ ରୁଗୁଣା। କାହିଁକି ଜାଣିଛ? ମୁଁ ମଧ୍ୟ ଜଣେ ପାଲା କରାକର, ସେଇଠି ପାଲା କରି କରି ମୁଁ ରୁଗୁଣା ହେଇଛି। ମସଲା ଜିନିଷ ଖାଇ ହଉ ଆଗକୁ ଯିବା, ବିଷମ ଦେବିନି। କିନ୍ତୁ ମତେ ଏଠି ଗୋଟେ ସନ୍ଦେହ ଲାଗିଲା ତମ ବୀଣା ଜନ୍ମ ଦଣ୍ଡ ଭସ୍ମ ବିଷୟରେ। 13 ଋଷିପୁତ୍ର ମାନେ ଦଣ୍ଡ କଲେ ବୋଲି କହିଲ, ଶୁଣିଛି ତମ ଗୀତ। ଏବଂ ଇନ୍ଦ୍ରଙ୍କ ପୁଅ, କୁବେରଙ୍କ ପୁଅ, ବରୁଣଙ୍କ ପୁଅ, ଏମାନେ କଣ ଋଷି କି? ଏମାନେ ତ ରାଜା। ରାଜା ଘର ପୁଅକୁ ତମେ ଋଷି ପୁଅ କେମିତି କହୁଛ? ଆଜ୍ଞା ରାଜା ପୁଅ ରାଜା, ଋଷି ପୁଅ ଋଷି। ଆଜ୍ଞା ଯେତେବେଳେ କି ଆମର ଏଇ ରାଜାପୁତ୍ର ମାନେ ବିଦ୍ୟା ପଢିକିନା ଆସିକି ଧୂଳି ଖେଳୁଥିଲେ, ସେଇ ସମୟରେ ଋଷି ସେଇ ବାଟରେ ଆସିଲେ ତାକୁ ପରିହାସ କଲେ। ପରିହାସ କରିବା ଦ୍ୱାରା ସେ କହିଲେ ତମେ କୁଷ୍ଠ ରୋଗ ହେଇଯାଉ, ତମେ ଚକୁ ଫୁଟି ଯାଉ, ସବୁ ହିସାବ ଦେଲେ। ମୋ ଉପରେ ଗରମ ଧୂଳି ପକେଇଲେ ତମେ ଏମିତି ଗରମ ଧୂଳିରେ କଷ୍ଟ ପାଇବ। ସେକରେ କଣ ହେଇଛି ଆଜ୍ଞା, ଶିବ ମାତୃହରଣ ଦୋଷ କରିଛନ୍ତି, ସେ ବି ବ୍ରହ୍ମ ହତ୍ୟା ଦୋଷରେ ଦୋଷିତ ହେଇଛନ୍ତି, କପିଳାକୁ ବଧ କରିଛନ୍ତି। ସେ ଆଡେ ମନେ ପକ, ସେ ବି ଦଣ୍ଡ ଭୋଗି ଭୋଗି ଆସନ୍ତି। ଏକାଟେ ଭେଟ ହେଲେ କିଏ? ଏମାନେ ଭେଟ ହେଲେ, ସେ ଆସିକି ଭେଟ ହେଲେ। ଏଥିରୁ ମୁକ୍ତି ହବା ପାଇଁ ବାଟ କଳା ରୁଦ୍ରମଣି କି ଭଜେ ମା ଜଗତ ଜନନୀ ମା ପାର୍ବତୀ ଶିବଙ୍କୁ ବାଟ ବତେଇଲେ ଯେ ଏଠୁ ଦଣ୍ଡଟା ଆରମ୍ଭ। ଓଁ ପଦରେ କହିଦେଲେ ଓଁ ଓଁକାର ପିତା ନିରାକାର ଶୂନ୍ୟରୁ ବିନ୍ଦୁ ଖସନ୍ତେ ସତର ଯତମ 3 ଗୁଣ ବହି ତାଗରକୁ ହେଲି ଉତ୍ପତ୍ତି ସତ୍ୟ ଗୁଣ ତମ ଗୁଣରୁ ମୁଁ ଜନ୍ମ ସତ୍ୟ ଗୁଣ ସୃଷ୍ଟି କରିବାକୁ ପିତା ଆଜ୍ଞା ଦେଲେ ଚଳିଗଲୁ ଭାଇ 3 ବୁଲି ବୁଲି ମେରୁ ବଣ କଲି ଠୁଳ ଭେଟିଲି ନିଜ ଜନନୀ ନ ଚିହ୍ନିଲି ତା ସଙ୍ଗେ ବିହାର କଲି ନ ଚିହ୍ନିଲି ସେହି ଦୋଷନ୍ତେ ହୁଅନ୍ତେ କପିତେ ସାଧ କଲି ବ୍ରହ୍ମ ଜ୍ଞାନ ଅଗ୍ନିକୁଣ୍ଡ ବିଶ୍ୱକର୍ମା ହସ୍ତେ ଖୁଳି ଏ ଦେହ କଲି ଦହନ ତଥାପି ସେ ପାପନ ଛାଡ଼ନ୍ତେ ହେଲେ ସେ ତଥାପି ସେ ଅଣାଇ ଦେବତା ମାନ ଦଣ୍ଡ କଲି ପୂର୍ଣ୍ଣଗିରି ଶ୍ରୀକ୍ଷେତ୍ରରେ ନେଇ ବୋଲେ ଗଣେଶ୍ୱର ଜୁଡ଼ିବେନି କର ଏତିକି ପ୍ରାର୍ଥନା କହି ଶିବ କାଳି ତବ ଶ୍ରୀ ଚରଣେ ଅଳି ଶିବ କାଳି। ଆହୁରି ପଦରେ ଛାଡ଼ି ଦ୍ୱିତୀୟ ଦିନ ଯେ ଆହୁତି ଦିଅନ୍ତି ପ୍ରଚଣ୍ଡ ଜନ ଅନଳ ହିମୁଳା ମୂର୍ତ୍ତି ଅଗ୍ନିରେ ଦିଶନ୍ତି ଭୟ କଲେ ଦିଗ ପାଳ କାଳି ପ୍ରଭା ରୁଦ୍ର କାଳି ବାର ଦେବ। ଆଜ୍ଞା ହଉ ହଉ ଆଲୋଚନା ଚଲେଇଥିବା ନାଇଁ କି? ହଁ ଦହୁରା ତ ଖାଇଦେଲି, ଏଭଳି ବାନ୍ତି କରିବା ଆଉ ନାଇଁ କି? ଯାହା ହଉ ହଉ ବହୁତ ବହୁତ ଜାଣିଛ ପିଲେ, ତମମାନଙ୍କୁ ମୋ ତରଫରୁ ଅଶେଷ ଧନ୍ୟବାଦ ଦେବି। ଆଉ କିଛି କହିବିନି। ଆଉ କାରୁଆଣୀ ତମେ ତମ ପେଲେଇ ପଶି ରାଖ, ତମକୁ ତ କେହି ଡାକି ନାହାନ୍ତି, তুমি ପଳେଇ ଆସିବ। ବାଟରେ ଯିବା, ମୁଁ ତ କହିଛି ରାଧା ଦେଈପୁର ଧାରାରେ ଯିବା ନା। ତମ କାମ ସରିଗଲା। ଦେଖେ ଇଏ ଆସିଲେ ବୋଲି ତାଙ୍କ ସ୍ତ୍ରୀ ପଳେଇ ଆସିଲେ ନା ନାଇଁ? ତମକୁ ଆସିଥିଲ, ତମ ସାଙ୍ଗରେ ତମ ଘରେ ପଳେଇ ଆସିଲେ। ଦେଖି ବାଡେଲୁ ପାହାଡ଼େ ଆଗ ପଳେଇ ଆସୁଛନ୍ତି। ପ୍ରଶ୍ନ ପଚାରିବି? ପ୍ରଶ୍ନଟେ ବାଡେ ଉପହାରରେ କଣ? Carico
গম চিনি স্বামী মা রমণী রতন কর্ণরে শুণ কর্ণরে শুণ সম্পত্তি পরি হেব তার বিধান তার বিধান ଆଉ ପ୍ରଭାତ ସମୟେ ସୂର୍ଯ୍ୟ କିରଣ ରଶ୍ମି ଦୂର କରେ ଔଷଧ ଦାନ ଔଷଧ ଦାନ পবিত্র করাই অঙ্গ কুতরা কাদমনা ত্রিবেণী তহতারা বহু আছে পরা সে নিরন্তর পবিত্র প্রতিবতা সে গঙ্গা দেবী তাকু দেবে তুহি পারি তু সেবী অপবিত্র হব দেহ তোহর সেটা কলে পবিত্র হইব দূর ଆଉ ଆସିବୁ ରଙ୍ଗ ମଞ୍ଚର ଆସିବୁ ରଙ୍ଗ ମଞ୍ଚର ଗଙ୍ଗଦେବୀ ପରା ଅନ୍ତର୍ଗତେ ଛନ୍ତିଲ ବାହ୍ୟ ଜଗତ ଅନଧର ସଠିକ ପ୍ରଶ୍ନର ସଠିକ ଉତ୍ତର ମଧ୍ୟ ହେଇଛି ଦେଖିଆ ତମେ ବାହାରେ ବାଡେଇଲ
ଟିକେ ମା କହିଲୁ। ଆଜ୍ଞା ମୋ ପ୍ରଶ୍ନ ହଉଛି ଯେ କୃପିଟ ଜନିଜ କାହାକୁ କହନ୍ତି ତା ନାଁଟା କୃପିଟ କାହିଁକି ହେଲା? ଶୁଣ ଶୁଣ ଆରେ ରମଣୀ ମଣି ଯାହା ପଚାରିଲୁ ପୁରାଣ ବାଣୀ ଶୁଣ ଶୁଣ ଆରେ ରମଣୀ ମଣି ଯାହା ପଚାରିଲୁ ପୁରାଣ ବାଣୀ କୃପିତ ବୋଲିର ଯାହାକୁ କହି ତୃଣମୂଳ ଶ୍ରୀ ଓଟେ ବୋଲାଇ ପୁତ୍ରକୁ ଜନ୍ମ ଦେଇ ଜୀବନ ହାରିଲା କୃପିତ ବୋଲି ଯେ ନାମ ପୁତ୍ରର ଭଇଲା ହଉ ବଡ଼ ସୌଭାଗ୍ୟର କଥା। ବହୁତ ପିଲେ ମଞ୍ଚରେ ମଞ୍ଚାସୀନ ହୋଇ ଦଣ୍ଡ ପରିବେଷଣ କରିଛ, କିନ୍ତୁ ମୁଁ କହିଥିଲି ପ୍ରଥମରୁ ଇଏ ଏକ ନିଆରା ମଞ୍ଚ। ଆଉ ଜାଣିଛ ଆମ ସୌଭାଗ୍ୟର ସମୟ କୋଟି ପଞ୍ଚାୟତର କୋଟି ମୌରମଣି ସରପଞ୍ଚ ମହୋଦୟ ଆସି ଆମ ପାଖରେ ଉପସ୍ଥିତ ହୋଇଛନ୍ତି ଏବଂ ତାଙ୍କର ଅର୍ଜିତ ଅର୍ଥରୁ ତାଙ୍କର ସ୍ୱଅର୍ଜିତ ଅର୍ଥରୁ ଉଭୟ ବୀଣାକାରକୁ 500 ଲେଖାଏଁ ଭାରତୀୟ ମୁଦ୍ରା ପୁରସ୍କାର ହିସାବରେ ପ୍ରଦାନ କରିଛନ୍ତି। ତେଣୁ ଶ୍ରାଦ୍ଧରେ ପ୍ରଥମ ବୀଣାକାର ଗ୍ରହଣ କରନ୍ତୁ। ଦ୍ୱିତୀୟତଃ ଆମର ଦ୍ୱିତୀୟ ଆସିଥିବା ବୀଣାକାର ମହୋଦୟ ସେ ମଧ୍ୟ ସମସ୍ତେ ଗ୍ରହଣ କରନ୍ତୁ। ହଉ ପୁରସ୍କାର ଯେ ତମେ ତ ପଇସା ନେଇଗଲ, ସିଏ କ'ଣ ପାଇଲେ? କୃଷ୍ଣସ୍ତୁ ଭଗବାନ ସ୍ୱୟଂ ସଚ୍ଚିଦାନନ୍ଦ ନନ୍ଦ ବିଗ୍ରହ ଆଦି ଅନାଦି ଗୋବିନ୍ଦ ସର୍ବକାର ସେ କାରକ ବ୍ରହ୍ମ ହାରକ ବ୍ରହ୍ମ ତାରକ ବ୍ରହ୍ମ କୃଷ୍ଣ ଠାକୁରେ ଆମର ସରପଞ୍ଚ ମହାଦୟଙ୍କର ସର୍ବସିନ୍ଧିକାଳୀ ମଙ୍ଗଳ ବିଧାନ କରିଥାନ୍ତୁ। ଚଲାପଥରେ କୁସମୃଷ୍ଟି କରିଥାନ୍ତୁ। ଧନଜନ ଗୋପାଳ ପରିପୂର୍ଣ୍ଣ କରିଥାନ୍ତୁ। ଦୀର୍ଘାୟୁ କରିଥାନ୍ତୁ। ମଥାର ସିନ୍ଦୁର ଯାଜଲମାନ ହେତୁ ହାତର ଶଙ୍ଖା ବଜ୍ରପାର ହେଇଥାଉ। ସେ ପ୍ରତି ଥର 5 ବର୍ଷ ଥରେ ସରପଞ୍ଚରେ ଅବତୀର୍ଣ୍ଣ ହୁଅନ୍ତୁ। ଜାଣିଛ ଆଉ ଗୋଟିଏ କଥା, ସିଏ ଆମ ପଞ୍ଚାୟତର ଝିଅ, ଆମ କାନପୁର ପଞ୍ଚାୟତର ଝିଅ ସିଏ, ଆଉ କିଛି ଖୋଦ ଜିରିଡାମାଳିର ଝିଅ ସିଏ, ମୋ ଘର କାନପୁରା। ହଁ ବଢ଼ିଆ କଥା। ଆଉ କ'ଣ ଅଛି? ପୁରସ୍କାର ସରିଗଲା। ଏବେ ମା ବୃଦ୍ଧା ଦେବୀ ଦଣ୍ଡନୃତ୍ୟ ରାଧା ଦେବୀପୁର ପରିଚାଳକ ଶ୍ରୀ ଅରୂପ ପରିଡ଼ା ତମେ এই ধর্ম মাটিরে মা বাଟমহଣା ପ୍ରାଙ୍ଗଣରେ ଯେଉଁମାନେ ମୋର ଗୁରୁ ଗୁରୁଜନ ଅଛନ୍ତି, କିନ୍ତୁ ଛୋଟବେଳେ ମୋର ଯଦି କିଛି ଦୋଷ ଥିବେ କ୍ଷମା କରିବେ। ପ୍ରଶ୍ନ ଟିକେ ଯିଏ ମୋର ଗୁରୁ ଅଛନ୍ତି ଆସି ତୀରଧାମରେ କେଉଁ ବିଷୟରୁ କହିଛନ୍ତି ଜାଣିନି, ମୁଁ କିନ୍ତୁ 30 ବର୍ଷ ଗାଇଲିଣି। ଯେତେବେଳେ ଆଜି ମା ରଜବତୀ ମା ବସୁମତା 3 ଦିନ ରଜସ୍ପଳା ହେବେ, ଦିନେ ଅଶୁଦ୍ଧି ରହିଲେ, ସୃଷ୍ଟି ସର୍ଜନାର ଆଣିବେ ସତ୍ୟ ତତ୍ଵର ଦ୍ୱାପର, କଳିକି ଆଣିବେନି, କଳି ଟିକେ ଅଶୁଦ୍ଧ ଇଏ ହବ, ସୃଷ୍ଟି ସର୍ଜନାର ଆଣିବେ। ଆପଣଙ୍କ ଉପରେ ଅନୁରୋଧ ଯେ ଗୋଟେ ନାରୀ ଋତୁମତୀ ହେଲେ ରଜସ୍ କଳିତ ହବ। ନାରୀର ମାସିକା ମାସରେ ଥରେ ଧର୍ମ, ନାରୀ ଯଦି ଋତୁମତୀ ହୁଏ ବନ୍ଧ୍ୟା ଦୋଷ ବି ଆସିବେ। ଯୋଉ ନାରୀ ଋତୁମତୀ ହଉଛି ରଜସ୍ କଳିତ ହଉଛି, ସେ ରଜସ୍ କଳିତରୁ ବଞ୍ଚିବା ପାଇଁ ଯୋଉ କପଡ଼ାଟା କିଣିଥିଲେ ସେଇଟା କୋଉଠୁ ପାଇଲେ? ସୃଷ୍ଟି ସର୍ଜନା ଆଣିବେ। ମୁଁ ଆପଣଙ୍କୁ ହାତ ଯୋଡୁଛି, ମୁଁ ବିଷୟ ନା ଜାଣିନି, କିନ୍ତୁ ମୋ ଗୁରୁ ଦେଇଛନ୍ତି। ମୁଁ ପରିଶେଷରେ ବି ଉତ୍ତରଟା, ମୁଁ ଜଣେ କଳାକାର, ଛୋଟିଆ କଳାକାରଟିଏ, ଆଜି ମୋ ବାପା ସାମ୍ନାରେ ଠିଆ ହେଇଛି, ମୁଁ ବି ଗୀତ ଆଗରେ ଉତ୍ତର ଦେଇଦେବି କାରୁଣୀମାନଙ୍କୁ, 2 କାରୁଣୀମାନଙ୍କୁ। ଆଜ୍ଞା ଯେତେବେଳେ ଅନସୂୟାଙ୍କ ପାଖରୁ ପ୍ରଥମେ ଆଜ୍ଞା କପଡ଼ାଟି ଆଣିଥିଲେ, ଯେତେବେଳେ ଋତୁମତୀ ହୁଅନ୍ତି ନାରୀମାନେ, ଆପଣ ଟିକେ ବାଦ୍ୟଯନ୍ତ୍ର ସାହାଯ୍ୟ କରିବେ?
ବନ୍ଦ ବାନ୍ଦ କରିଦେଲେଣି। ବ୍ରହ୍ମାଣ୍ଡ ସର୍ଜନା କାଳରେ ସତ୍ୟ ଶିବଙ୍କୁ ଜନ୍ମ କଲେ ଆଦିମାତ ପୁତ୍ର ସଙ୍ଗେ ପ୍ରୀତି କରିବା ପାଇଁ ବାମ କରକଣି ଅଙ୍ଗୁଷ୍ଠି ନେଇ କର ଜରିଜନି କଲେ ସେହି ଚର୍ମଖଣ୍ଡି କନା ବୋଲାଇଲେ ରଜ ସ୍ଥାନରେ ରଖିଲେ। ଏଟା ସାରା ବ୍ରହ୍ମାଣ୍ଡ ପୁରାଣ ଦେଇଛି। ଆଜ୍ଞା ଯଦି ବ୍ରହ୍ମାଣ୍ଡ ପୁରାଣ ମୁଁ ଦେଇଛି। ମୁଁ ପାପି ନା, ନା, ମୁଁ ନିଜ ମୁଁ ଅଧମ ଯଦି ଏ ପ୍ରଶ୍ନ ପଚାରେ ମୋର କିଛି ତ୍ରୁଟି ଥାଏ ମୋତେ କ୍ଷମା କରିବେ। ନାଇଁ ସୁନ୍ଦର ପ୍ରଶ୍ନ ଏବଂ ଆପଣଙ୍କର ସୁନ୍ଦର ଉପସ୍ଥାପନା ଗ୍ରହଣୀୟ ପ୍ରଶ୍ନ, ନହେଲେ ମୁଁ ମଧ୍ୟ ଅସ୍ୱୀକାର କରିଥାନ୍ତି। ହଉ, ବହୁତ ବଢିଆ କଥା। ମୋ ଭାଗ ପଡ଼ିଛି ଧର୍ମପଦ ମୁଣ୍ଡି ମାରିବ ନା ନାଇଁ? ଏଇଠି ରାମାୟଣ ଗାଇଲ 7 କାଣ୍ଡ, ବାଲ୍ମୀକି ଋଷି 7 କାଣ୍ଡ ଲେଖିଛନ୍ତି, କିନ୍ତୁ ଗୋଟିଏ ଶ୍ଲୋକରେ 7 କାଣ୍ଡ ସାରିଛନ୍ତି। ଗୋଟିଏ ଶ୍ଲୋକରେ ଦେଖି ଶ୍ଲୋକଟା ମତେ ଶୁଣେଇଲେ। ଆଗେ ରାମ ତପୋବନାଦି ଗମନ ହତ୍ୱା ମୃଗ କାଞ୍ଚନ ବୈଦେହୀ ହରଣಂ ଜଟାୟୁ ମରଣ ସୁଗ୍ରୀବ ସମ୍ଭାଷଣ ବାଳି ନିଗ୍ରହ ହରଣ ସମୁଦ୍ର ତରଣ ଲଙ୍କାପୁରୀ ଦହନ ପଶ୍ଚାନ୍ତେ ରାବଣ କୁମ୍ଭକର୍ଣ୍ଣ ଦମନ ଏତଭି ରାମାୟଣ। ହଉ, ନିଶ୍ଚିନ୍ତ ମୁଁ ଠିକ କହିବି। ତମ ଭାଗ କଣ? ଗୀତା ଅଷ୍ଟାଦଶ ଅଧ୍ୟାୟ ଗୀତା ରହିଛି। ବ୍ୟାସ ଗୋଟିଏ ଶ୍ଲୋକରେ ମଧ୍ୟ ତାକୁ ସଂକ୍ଷିପ୍ତ କରିଦେଇଛନ୍ତି। ଦେଖି ଗୀତା ଶ୍ଲୋକଟା। ଆଦ୍ୟ ଦେବକୀ ଦେବୀ ଗର୍ଭେ ଜନମ ଗୋପୀ ଗୃହେ ବର୍ଧନ ମାୟା ପୁତନା ଜୀବତାପ ହରଣ ଗୋବର୍ଦ୍ଧନ ଧାରଣ କଂସ ଛେଦନಂ କୌରବାଦି ନିଧନಂ କୁନ୍ତି ସୁତ ପାଳନ ଏତାନି ପୁରାଣଂ ଭଗବତଂ কথିତ ଶ୍ରୀକୃଷ୍ଣ ଲୀଳାମୃତମ୍। ବହୁତ ବହୁତ ଧନ୍ୟବାଦ। ସାଥୀ ଥିଲେ ସମାଧାନ କରିବ। ସାଧନା ଠିକ ଅଛି, ସମାଧାନ ଠିକ ଅଛି। ଏଇଭଳି କର୍ତ୍ତବ୍ୟ ଜାରି ରଖିବ। ପାଲା କରିବ? ପାଲା କରିବ ନା ଦଣ୍ଡ କରିବ? ଦଣ୍ଡର ଯୋଉ ଚାର୍ମ ପାଲାରେ ନାହିଁ। ରୋଗୁଣା ହେଇଯିବ ଯେ ଗୋଟେ ଜୀବନ ଏଠି ଡେଇଁକି ଝାଳ ବାହାରିକି ଡାଇବେଟିସ ଭଲ କରୁଛ ନା ନାଇଁ? ରାମସ୍ତୁ ଭଗବାନ ସ୍ୱୟଂ ସଚ୍ଚିଦାନନ୍ଦ ବିଗ୍ରହ ଆଦି ଅନାଦି ଗୋବିନ୍ଦ ସର୍ବକାରଣ। সেই তারক ব্রহ্ম রাম সর্বশিলিকাଳେ এই আস্থান ଉପରେ ବିରାଜମାନ କରି ପ୍ରଥମତଃ ଦଣ୍ଡ ମଞ୍ଚକୁ ଦୀର୍ଘସ୍ଥାୟୀ କରନ୍ତୁ। ଏଇଭଳି ଆଦର୍ଶ ପାର୍ଟି, ଆଦର୍ଶ କଳାକାର, ଆଦର୍ଶ ବିଚାରପତି ମାନଙ୍କୁ ନେଇ ପ୍ରତିବର୍ଷ ଏହି ସ୍ଥାନରେ ଦଣ୍ଡ ପରିବେଷଣ ହେଉ। ଆସୁ ବର୍ଷ ପୁଣି ଫେରି ଯାଉ ମୋର ଅନୁସାରେ ପରିଶେଷରେ ଦଣ୍ଡର ଉଦ୍ୟୋକ୍ତା କର୍ମକର୍ତ୍ତା ସହଯୋଗୀ ବନ୍ଧୁ ବର୍ଗାଦି ମାନଙ୍କର ସଭାପତି ସମ୍ପାଦକ ସମସ୍ତ ସଦସ୍ୟ ମାନଙ୍କର ଚଲାପଥରେ କୁସମୁଷ୍ଟି କରିଥାନ୍ତୁ। ସେମାନଙ୍କର ଦଣ୍ଡ ପ୍ରତି ଆହେତୁକ ସ୍ନେହ ଶ୍ରଦ୍ଧା ସମ୍ମାନ ରହିଥାଉ। ବୋଲ ଆନନ୍ଦ ସାଗର ଏକବାର। ପରିଶେଷରେ ମୋର ମା ଭଉଣୀ ମାନଙ୍କର ମଥାର ସିନ୍ଦୁର ଯଜଲମାନ ରହିଥାଉ। ହାତର ଶଙ୍ଖା ବଜ୍ରପ ରହିଥାଉ। କୁନାକୁନି ପୁଅ ଝିଅ ମାନଙ୍କୁ ଉତ୍ତମ ବିଦ୍ୟାର୍ଥୀ କରିଥାନ୍ତୁ। ଚଲାପଥରେ କୁସମୁଷ୍ଟି କରିଥାନ୍ତୁ। ସମସ୍ତଙ୍କୁ ଦୀର୍ଘ କରିଥାନ୍ତୁ। ବାପା ଭାଇ ମାନଙ୍କର ଏଇଭଳି ଦଣ୍ଡ ପ୍ରତି ଆମ ମାନଙ୍କ ପ୍ରତି ସ୍ନେହ ସଦସ୍ୟ ରହିଥାଉ। ବୋଲ ଆନନ୍ଦ ସାଗର ଏକବାର। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟ ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ। ଏତିକି କହି ମୋର ବାଣୀକୁ ବିଶ୍ରାମ ଦେଉଛି। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ହଉ, ଉଭୟ ଆମେ ଗୋପନରେ ଗୋପନରେ ଆପଣମାନଙ୍କ ଆଖି ଆଗରେ ଆଖିରେ ଧୂଳି ଦେଲା ସ୍ୱରୂପ ଆମେ ଗୋଟେ ନିଷ୍ପତ୍ତି ନେଇଛୁ। ସେ ନିଷ୍ପତ୍ତି ଆପଣମାନେ ଉଭୟ ମ୍ୟାନେଜର ମାନିବା ପାଇଁ ବାଧ୍ୟ। ତେଣୁ ଏଥିରେ କୌଣସି ମୋର ନେଣ ଦେଣ ଆଗରୁ ନାହିଁ, ଏବେ ନାହିଁ, ଆଗକୁ ମଧ୍ୟ ରହିବନି। ଆପଣମାନେ ସମସ୍ତେ ଜାଣିଛନ୍ତି ନିରପେକ୍ଷ ହିସାବରେ ମୁଁ ଯେତେ ମତ ଯାଇଛି। ହୁଏତ କମ୍ପ୍ଲେନ୍ ଆସୁଛି ଯେ ଆପଣ ଏତେ ବାଟ ଆସିବେ ନାହିଁ ବୋଲି, କିନ୍ତୁ ଦର୍ଶକ ମାନଙ୍କର ଆକର୍ଷଣ ଯିଏକି ମନୋରଞ୍ଜନ କରି ଲୋକମାନଙ୍କୁ ଅପାୟିତ କରିଛନ୍ତି। ତେଣୁ ସୁଲେପାଳଙ୍କୁ ଆପଣ ପ୍ରଦାନ କରନ୍ତୁ। ଆଗ ପ୍ରଥମତଃ ମ୍ୟାନେଜରଙ୍କୁ ଆମ ଯାହା ସୌଭାଗ୍ୟର କଥା ଆଜି ଆମେ ସରପଞ୍ଚ ମହୋଦୟଙ୍କ ହସ୍ତରୁ ଆମେ ଆପଣଙ୍କର ଗୋଟେ ଛୋଟ ଉପଢୌକନ ପ୍ରଦାନ କରୁଛୁ। ଆପଣ ଉପଢୌକନ ସହିତ ଆପଣଙ୍କର ପ୍ରାପ୍ୟ ହସ୍ତଗତ କରନ୍ତୁ। ବହୁତ ବହୁତ ଧନ୍ୟବାଦ।
ଆମର ମର୍ଦ୍ଦରାଜପୁର ବହୁତ କି ହସ ମୁଖ ତମ ନା ଯାହା ମୋ ନା ସେଇଆ କିନ୍ତୁ କୌଣସି ଦିନ ମୈତ୍ର ଡାକିଲନି ମୁଁ ଜାଣିଛି ଏ ଡାକିବେନି କେବେ ଡାକିବେନି କିନା ତାଙ୍କ ସ୍ଥାନ ଯୋଉ ଅଲଗା ମୋ ସ୍ଥାନ ଅଲଗା ଯାହା ହଉ ସରପଞ୍ଚ ମହୋଦୟଙ୍କର ହସ୍ତରୁ ଆମେ ମଧ୍ୟ ଆମର ପ୍ରାପ୍ୟକୁ ଗ୍ରହଣ କରୁଛେ ହସି ହସି ସମସ୍ତେ ସସ୍ୟମାନ ସହିତ ଆମର କାର୍ଯ୍ୟକଳାପକୁ ସମ୍ମାନ ଦେଉଛୁ ଏଇଟା ହିଁ ମୋତେ ବହୁତ ଗର୍ବ ଏବଂ ଗୌରବର କଥା ବହୁତ ବହୁତ ଧନ୍ୟବାଦ ହଉ ହଉ ମା ଏଣିକି ଆପଣ ଆପଣଙ୍କ ଗୃହକୁ ଗମନ କରନ୍ତୁ